ଯୋହନ 9 ଅଧ୍ୟାୟ 1 ପଦ। ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା। ଯୀଶୁଙ୍କର ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଗୁରୁ, ଏହି ଲୋକଟି ଜନ୍ମରୁ ଅନ୍ଧ, କିନ୍ତୁ ସେ କାହାର ପାପ ହେତୁ ଅନ୍ଧ ହୋଇ ଜନ୍ମ ହେଲା? ଏହା ତା ନିଜର ପାପ ନା ତା ପିତାମାତାଙ୍କର ପାପ? ପ୍ରଭୁଙ୍କ ଲୋକମାନେ ଯୀଶୁ ଉତ୍ତର ଦେଲେ, ଏହା ତାର ପାପ କି ତା ବାପା ମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲାବେଳେ ଲୋକମାନଙ୍କ ଆଗରେ ପରମେଶ୍ୱରଙ୍କର ଶକ୍ତି ପ୍ରଦର୍ଶିତ ହୋଇପାରିବ। ଦିନ ଥାଉ ଥାଉ ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମ୍ଭେ ଅବିରତ କରିବା ଉଚିତ, କାରଣ ରାତି ଆସୁଅଛି, ରାତିରେ କେହି କାର୍ଯ୍ୟ କରି ପାରିବେ ନାହିଁ। ମୁଁ ଜଗତରେ ଥିବା ପର୍ଯ୍ୟନ୍ତ ଜଗତ ନିମନ୍ତେ ଆଲୋକ ଅଟେ ଓ ସମସ୍ତଙ୍କୁ ଆଲୋକ ଦେଉଥିବି। ଯୀଶୁ ଏ କଥା କହିଲା ପରେ ଭୂଇଁରେ ଛେପ ପକାଇ କାଦୁଅ କରି ସେହି କାଦୁଅକୁ ନେଇ ସେହି ଜନ୍ମାନ୍ଧ ଲୋକଟିର ଆଖିରେ ଲଗାଇ ଦେଲେ। ଯୀଶୁ ତାହାକୁ କହିଲେ, ଯାଅ, ସିଲୋହ ପୋଖରୀରେ ଧୋଇ ଦିଅ। ସିଲୋହ ପଦର ଅର୍ଥ ପ୍ରେରିତ। ତାପରେ ସେ ଅନ୍ଧ ଲୋକଟି ପୋଖରୀରେ ଧୋଇ ହୋଇ ଆସିଲା। ସେ ବର୍ତ୍ତମାନ ଦେଖି ପାରୁଥିଲା। କେତେକ ଲୋକ ଏହି ଲୋକଟିକୁ ପ୍ରଥମେ ଭିକ ମାଗିବା ଦେଖିଥିଲେ। ସେହି ଲୋକମାନେ ଓ ଲୋକଟିର ପଡ଼ୋଶୀମାନେ ତାହାଙ୍କୁ ଦେଖି କହିଲେ, ଦେଖ, ଯିଏ ସବୁବେଳେ ବସି ଭିକ ମାଗୁଥାଏ, ଏ ଲୋକଟି ସେହି ନୁହେଁ କି? କେତେକ କହିଲେ, ହଁ, ଏ ସେହି ଲୋକ। କିନ୍ତୁ ଅନ୍ୟ ଲୋକମାନେ କହିଲେ, ନା, ଏ ସେହି ଲୋକ ନୁହେଁ, ଏ ଲୋକଟି ତାରି ଭଳି ଦେଖାଯାଉଛି। ତେଣୁ ସେ ଲୋକ ନିଜେ କହିଲା, ମୁଁ ସେହି ଲୋକ ଯିଏ ପ୍ରଥମେ ଅନ୍ଧ ଥିଲା। ଲୋକମାନେ ତାଙ୍କୁ ପଚାରିଲେ, କ'ଣ ହେଲା? ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ? ସେ ଲୋକଟି ଉତ୍ତର ଦେଲା, ଲୋକମାନେ ଯାହାକୁ ଯୀଶୁ ବୋଲି କହନ୍ତି, ସେ ଛେପ ଦ୍ୱାରା ମାଟିକୁ କାଦୁଅ କରି ମୋ ଆଖିରେ ବୋଳିଦେଲେ। ତାପରେ ସେ ମୋତେ ସିଲୋହ ପୋଖରୀରେ ଧୋଇ ହେବା ପାଇଁ କହିଲେ। ତାପରେ ମୁଁ ସେହି ପୋଖରୀରେ ଧୋଇ ହେବା ପରେ ଦେଖିପାରିଲି। ଲୋକମାନେ ତାହାଙ୍କୁ ପଚାରିଲେ, ସେ ଲୋକ କେଉଁଠି ଅଛନ୍ତି? ଲୋକଟି କହିଲା, ମୁଁ ଜାଣେ ନାହିଁ। ପ୍ରଭୁଙ୍କ ଲୋକମାନେ ଏହାପରେ ଲୋକମାନେ ସେ ଲୋକଟିକୁ ଫାରୁସୀମାନଙ୍କ ପାଖକୁ ନେଇଗଲେ। ଏହି ଲୋକଟି ପୂର୍ବରୁ ଅନ୍ଧ ଥିଲା। ଯୀଶୁ କାଦୁଅ କରିଥିଲେ ଓ ତା ଆଖି ସୁସ୍ଥ କରିଥିଲେ। ସେ ଏ କାର୍ଯ୍ୟ ବିଶ୍ରାମ ବାର ଦିନ କରିଥିଲେ। ତେଣୁ ଫାରୁସୀମାନେ ମଧ୍ୟ ସେ ଲୋକକୁ ପଚାରିଲେ, ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ? ସେ କହିଲା, ସେ ମୋ ଆଖିରେ କାଦୁଅ ଲଗାଇଲେ, ଧୋଇବା ପରେ ମୁଁ ଏବେ ଦେଖିପାରୁଛି। କେତେକ ଫାରୁସୀମାନେ କହିଲେ, ଏ ଲୋକ ବିଶ୍ରାମ ବାରର ନିୟମ ମାନୁନାହିଁ, ତେଣୁ ସେ ପରମେଶ୍ୱରଙ୍କ ପାଖରୁ ଆସିନାହିଁ। ଅନ୍ୟମାନେ କହିଲେ, ଜଣେ ପାପୀ କେବେ ଏଭଳି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ପାରିବ ନାହିଁ। ଏହା ଯିହୁଦୀମାନଙ୍କ ମଧ୍ୟରେ ମତଭେଦ ହେଲା। ଯିହୁଦୀମାନେ ସେହି ଲୋକଙ୍କୁ ଆଉ ଥରେ ପଚାରିଲେ, ଏହି ଲୋକ ଯୀଶୁ ତୁମକୁ ସୁସ୍ଥ କଲା ଓ ତୁମ୍ଭେ ଦେଖିପାରିଲ, ତୁମ୍ଭେ ତା ବିଷୟରେ କ'ଣ କହୁଛ? ସେହି ଲୋକଟି ଉତ୍ତର ଦେଲା, ସେ ଜଣେ ଭବିଷ୍ୟତ ବକ୍ତା। ଯିହୁଦୀମାନେ ତଥାପି ତାହାର ସୁସ୍ଥ ହେବା ବିଷୟ ବିଶ୍ୱାସ କଲେ ନାହିଁ। ସେ ଲୋକର ପିତାମାତାଙ୍କୁ ନ ଡାକିବା ପର୍ଯ୍ୟନ୍ତ ସେମାନେ ମୋଟେ ବିଶ୍ୱାସ କଲେ ନାହିଁ ଯେ ସେ ଲୋକଟି ଅନ୍ଧ ଥିଲା ଓ ତାକୁ ସେ ଦେଖି ପାରୁଛି। ଯିହୁଦୀମାନେ ତାର ପିତାମାତାଙ୍କୁ ପଚାରିଲେ, ଏଇ କ'ଣ ତୁମ୍ଭ ପୁଅ? ତୁମ୍ଭେ କହୁଛ ଯେ ସେ ଜନ୍ମଠାରୁ ଅନ୍ଧ, ତେବେ ସେ ବର୍ତ୍ତମାନ କିପରି ଦେଖି ପାରୁଛି? ପ୍ରଭୁଙ୍କ ଲୋକମାନେ ପିତାମାତା ଉତ୍ତର ଦେଲେ, ଆମ୍ଭେ ଜାଣୁ ଯେ ଏଇ ଆମ ପୁଅ ଓ ସେ ଜନ୍ମରୁ ଅନ୍ଧ ଥିଲା, କିନ୍ତୁ ଆମ୍ଭେ ଜାଣିନୁ ସେ ଏବେ କିପରି ଦେଖିପାରୁଛି। ତାକୁ କିଏ ତାର ଦୃଷ୍ଟିଶକ୍ତି ଦେଲା, ତାହା ଆମ୍ଭେ ଜାଣିନାହୁଁ। ତାକୁ ପଚାର, ନିଜ କଥା ନିଜେ କହିବା ପାଇଁ ତାର ବୟସ ହେଲାଣି। ଯିହୁଦୀ ନେତାମାନଙ୍କ ଭୟ କରି ତାର ପିତାମାତା ଏପରି କହିଲେ। ସେମାନେ ସେତେବେଳକୁ ସ୍ଥିର କରି ସାରିଥିଲେ, କାରଣ ଯେଉଁ ବ୍ୟକ୍ତି ଯୀଶୁଙ୍କୁ ମସିହ ବୋଲି ସ୍ୱୀକାର କରିବେ, ସେମାନେ ତାକୁ ଦଣ୍ଡ ଦେବେ
ଓ ସେହି ଲୋକମାନଙ୍କୁ ସମାଜ ଗୃହରୁ ବାହାର କରିଦେବେ। ତେଣୁ ତାର ପିତାମାତା କହିଲେ, ତାର ଯଥେଷ୍ଟ ବୟସ ହୋଇଛି, ତାକୁ ପଚାର। ତେଣୁ ଯିହୁଦୀ ନେତାମାନେ ସେହି ପୂର୍ବରୁ ଅନ୍ଧ ଥିବା ଲୋକଙ୍କୁ ଆଉ ଥରେ ଭିତରକୁ ଡାକିଲେ। ସେମାନେ କହିଲେ, ତୁମ୍ଭେ ସତ୍ୟ କହି ପରମେଶ୍ୱରଙ୍କୁ ଗୌରବ ଦେବା ଉଚିତ। ଆମ୍ଭେ ଜାଣୁ ଯେ ଏହି ଲୋକ ଯୀଶୁ ଜଣେ ପାପୀ। ଲୋକଟି ଉତ୍ତର ଦେଲା, ସେ ପାପୀ କି ନୁହେଁ ମୁଁ ଜାଣେ ନାହିଁ, କିନ୍ତୁ ମୁଁ ଅନ୍ଧ ଥିଲି ଓ ବର୍ତ୍ତମାନ ଦେଖିପାରୁଛି। ଯିହୁଦୀ ନେତାମାନେ ପଚାରିଲେ, ସେ ତୁମ୍ଭକୁ କ'ଣ କଲା? ସେ ତୁମ୍ଭ ଆଖିରୁ କିପରି ଭଲ କରିଦେଲା? ସେ ଲୋକଟି କହିଲା, ମୁଁ ସେ କଥା ତୁମ୍ଭକୁ ଆଗରୁ କହିସାରିଛି, କିନ୍ତୁ ତୁମ୍ଭେ ମୋ କଥା ଶୁଣୁନାହ। ତୁମ୍ଭେ ପୁଣି କାହିଁକି ଶୁଣିବା ପାଇଁ ଚାହୁଁଛ? ତୁମ୍ଭେ ମଧ୍ୟ କ'ଣ ତାହାଙ୍କର ଶିଷ୍ୟ ହେବା ପାଇଁ ଚାହୁଁଛ? ଯିହୁଦୀ ନେତାମାନେ ଖୁବ୍ ରାଗିଯାଇ ତାକୁ ଗାଳି ଦେଲେ। ତାପରେ ସେମାନେ କହିଲେ, ତୁମ୍ଭେ ସେହି ଲୋକର ଶିଷ୍ୟ, କିନ୍ତୁ ଆମ୍ଭେ ମଶାଙ୍କର ଶିଷ୍ୟ। ଆମ୍ଭେ ଜାଣୁ ପରମେଶ୍ୱର ମଶାଙ୍କୁ କଥା କହିଛନ୍ତି। କିଏ ଏ ଲୋକ କେଉଁଠାରୁ ଆସିଛି ଆମ୍ଭେ ତାହା ସୁଦ୍ଧା ଜାଣିନାହୁଁ। ଲୋକଟି ଉତ୍ତର ଦେଲା, ଏହା ବଡ଼ ଆଶ୍ଚର୍ଯ୍ୟ କଥା। ଯୀଶୁ କେଉଁଠାରୁ ଆସିଛନ୍ତି ତୁମ୍ଭେ ଜାଣିନାହଁ, କିନ୍ତୁ ସେ ମୋ ଆଖି ଭଲ କରିଦେଇଛନ୍ତି। ଆମ୍ଭେ ସମସ୍ତେ ଜାଣୁ ଯେ ପରମେଶ୍ୱର ପାପୀଙ୍କ କଥା ଶୁଣନ୍ତି ନାହିଁ, କିନ୍ତୁ ଯେଉଁ ଲୋକ ପରମେଶ୍ୱରଙ୍କ ଉପାସନା କରେ ଓ ତାହାଙ୍କ କଥା ପାଳନ କରେ, ପରମେଶ୍ୱର ତାର କଥା ଶୁଣନ୍ତି। ଆଜି ପର୍ଯ୍ୟନ୍ତ କେହି କେବେ ଜଣେ ଜନ୍ମ ଅନ୍ଧର ଆଖି ଖୋଲି ପାରିନଥିଲେ। ଏ ଲୋକ ନିଶ୍ଚିନ୍ତ ରୂପରେ ପରମେଶ୍ୱରଙ୍କ ପାଖରୁ ଆସିଛି, ନହେଲେ ସେ ଏଭଳି କିଛି କାର୍ଯ୍ୟ କରିପାରି ନଥାନ୍ତା। ଯିହୁଦୀମାନେ ଉତ୍ତର ଦେଲେ, ତୁମ୍ଭେ ତ ସମ୍ପୂର୍ଣ୍ଣ ପାପରୁ ଜନ୍ମ ହୋଇଅଛ। ତୁମ୍ଭେ କ'ଣ ଆମ୍ଭକୁ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଛ? ଏହା କହି ସେମାନେ ତାକୁ ଜବରଦସ୍ତ ତଡ଼ିଦେଲେ।